ଅନେକ ସମୟରେ ଆମ ମନରେ ପ୍ରଶ୍ନ ଉଠେ। ପ୍ରଶ୍ନ କାହିଁକି ମନରେ ଉଠେ? ଶରୀରରେ ଅନ୍ୟାନ୍ୟ ବହୁତ ଅଙ୍ଗ ଅଛନ୍ତି। ତେବେ ମନ ଭିତରେ କାହିଁକି ଏ ପ୍ରଶ୍ନ ଉଠେ? କାହିଁକି ମନ ଚିନ୍ତା କରିପାରେ? କାରଣ ମନ ହେଉଛି ଚେତନା। ମସ୍ତିଷ୍କ ହେଉଛି ଜଡ଼। ମନ ଭିତରେ ଅକ୍ଷର ଏବଂ ଧ୍ୱନି ତରଙ୍ଗର ଆକାର ନେଇ ବିଭିନ୍ନ ପ୍ରକାରର ଭାବନା, ବିଚାର ଏବଂ ଜ୍ଞାନ ତିଆରି କରିଥାନ୍ତି। ଏହି ମନର ଶକ୍ତି କାରଣରୁ ପ୍ରାଣୀ କାମ, କ୍ରୋଧ, ଲୋଭ, ମୋହ, ମିତ୍ରତା, ଶତ୍ରୁତା ଇତ୍ୟାଦି କ୍ରିୟା ସମ୍ପନ୍ନ କରିଥାଏ। ମନ ଭିତରେ ଅନେକ ତଥ୍ୟ ଲୁଚିକରି ରହିଥାଏ ଧ୍ୱନି ଆକାରରେ। ଏହି ମନ ଚେତନା ରୂପ ନେଇ ଆତ୍ମା ସହିତ ଯୋଡ଼ି ହେଇଥାଏ। ସେଥିପାଇଁ ଅନେକ ଜନ୍ମ ପରେ ବି ମଣିଷ ଶରୀର ଛାଡ଼ିଲା ପରେ ବି ମନ ଆତ୍ମା ସହିତ ଯୋଡ଼ି ହେଇ ବାହାରକୁ ଯାଏ ଏବଂ ଅନ୍ୟ ଏକ ଶରୀରରେ ପ୍ରବେଶ କରିଥାଏ। ସେଥିପାଇଁ ସବୁ ଜନ୍ମର ତଥ୍ୟ ଏହି ମନରେ ଥାଏ। ଆଧ୍ୟାତ୍ମିକ କ୍ରିୟା ଦ୍ୱାରା ମନ ଉପରେ ଜୋର ଲଗାଇ ଅତୀତର ସବୁ ଜିନିଷକୁ ମନେ ପକାଯାଇ ପାରିବ। ମନ ଏବଂ ମସ୍ତିଷ୍କ ବା ମୁଣ୍ଡ ଭିତରେ କ'ଣ ପାର୍ଥକ୍ୟ? ମନ ହେଉଛି ସୂକ୍ଷ୍ମ, କିନ୍ତୁ ମସ୍ତିଷ୍କ ହେଉଛି ସ୍ଥୂଳ ରୂପ। ମନର ବାହନ ମସ୍ତିଷ୍କ। ଏହି ବାହନ ମାଧ୍ୟମରେ ମନ କାର୍ଯ୍ୟ କରିଥାଏ। ସାମାନ୍ୟ ଅର୍ଥରେ କୌଣସି ବସ୍ତୁକୁ ରଖିବାକୁ ହେଲେ ଆଧାରର ଆବଶ୍ୟକତା ପଡ଼ିଥାଏ। ସେହିପରି ମସ୍ତିଷ୍କକୁ ମନର ଆଧାର ବୋଲି କୁହାଯାଏ। କୌଣସି ଜୀବିତ ପ୍ରାଣୀର ଯଦି ମୃତ୍ୟୁ ହୋଇଯାଏ ତ ତାହାର ମୃତ୍ୟୁ ସହିତ ତାର ମସ୍ତିଷ୍କ ମଧ୍ୟ ମରିଯାଏ, କିନ୍ତୁ ମନ ମରେ ନାହିଁ। ମନର କେବେ ବି ମୃତ୍ୟୁ ହୁଏ ନାହିଁ। ମସ୍ତିଷ୍କ ମରିଯିବା ପରେ ମଧ୍ୟ ମନ ଜୀବିତ ଅବସ୍ଥାରେ ରହିଥାଏ। ମନକୁ ତିନି ଭାଗରେ ବିଭକ୍ତ କରାଯାଇଅଛି: ଚେତନ ମନ, ଅବଚେତନ ମନ ଏବଂ ଅଚେତନ ମନ। ଜ୍ଞାନେନ୍ଦ୍ରିୟ ମାଧ୍ୟମରେ ବାହ୍ୟ ବିଷୟକୁ ଗ୍ରହଣ କରିବା ଚେତନ ମନର କାର୍ଯ୍ୟ ଓ ଏହାର ସୂକ୍ଷ୍ମ ଭାବକୁ ଅବଚେତନ ମନ ସ୍ୱପ୍ନ ରୂପରେ ଦେଖିଥାଏ ତଥା ଅବଚେତନରେ ଇଏ ସମସ୍ତ ବିଷୟ ସଂସ୍କାର ରୂପେ ଏକତ୍ରିତ ହୋଇ ରହନ୍ତି। ଏହି ଏକତ୍ରିତ ସଂସ୍କାର ଚେତନ ମନ ଦ୍ୱାରା କର୍ମ ରୂପରେ ପ୍ରକଟ ହୋଇଥାଏ। ତାତ୍ପର୍ଯ୍ୟ ଏହିକି ଯେ ଅଚେତନ ମନରେ ଯେତେବେଳେ ଚେତନ ମନକୁ ଫେରିଯାଏ, ସେଇଠୁ କର୍ମ ରୂପ ଧାରଣ କରେ, ଅର୍ଥାତ୍ ବିଚାର କରି ସେହି ପ୍ରାଣୀ ତାକୁ କାର୍ଯ୍ୟର ରୂପ ପ୍ରଦାନ କରିଥାଏ। ଯେପରି କାର, ବସ୍, ଟ୍ରକ୍ ଇତ୍ୟାଦି ବାହନ ସବାରକୁ ନେଇ ଦୌଡ଼ନ୍ତି, ସେହି ପ୍ରକାରେ ମନ ସବୁବେଳେ ବିଚାରର ବାହକ ହୋଇ ଦୌଡ଼ୁଥାଏ। କାରଣ ଏହା ସବୁବେଳେ ଚଳଚଞ୍ଚଳ ଏବଂ ବିଚକ୍ଷଣ। ବିଚାରକୁ ଗ୍ରହଣ କରିବା ତଥା ଏହାକୁ ଭାବାବ୍ୟକ୍ତ କରିବା ମନର କାର୍ଯ୍ୟ। ଆମର ମସ୍ତିଷ୍କ ଏକ ଯନ୍ତ୍ର ମାତ୍ର ଅଟେ, ଯିଏ ବିଚାର ତରଙ୍ଗକୁ ଇନ୍ଦ୍ରିୟ ତଥା ସ୍ନାୟୁ ଦ୍ୱାରା ଗ୍ରହଣ କରି ମନକୁ ପ୍ରେରିତ କରିଥାଏ ଏବଂ ମନ ଏହି ବିଚାରକୁ ଗ୍ରହଣ କରିବା ପରେ ପଶ୍ଚାତ୍ ଅଭିବ୍ୟକ୍ତ କରିଥାଏ। ପାଞ୍ଚ ଇନ୍ଦ୍ରିୟରେ ଯେଉଁ ଜ୍ଞାନ ପ୍ରାପ୍ତ ହୋଇଥାଏ, ସେହି ଇନ୍ଦ୍ରିୟମାନେ ନିଜର ଜ୍ଞାନକୁ ମନ ପର୍ଯ୍ୟନ୍ତ ପହଞ୍ଚାଇ ଦିଅନ୍ତି। ସେଥିପାଇଁ ଆମର ମନ ଚିନ୍ତା କରିଥାଏ। ଚିନ୍ତା କରିବା ମନର କାର୍ଯ୍ୟ, କାରଣ ପ୍ରତ୍ୟେକ ଜିନିଷକୁ ଜ୍ଞାନ ତଥା ଅନୁଭବରେ ପରିଣତ କରିବା ମନର କାର୍ଯ୍ୟ ଅଟେ, ମସ୍ତିଷ୍କର ନୁହେଁ। ମସ୍ତିଷ୍କ କେବଳ ମନର ଧାରକ ଓ ବାହକ ଅଟେ। ଅନେକ ସମୟରେ ଲୋକମାନେ ଭାବନ୍ତି ଯେ ମନରୁ ଚିନ୍ତା କରିବା ବା ହୃଦୟରୁ ଚିନ୍ତା କରିବା ଦୁଇଟା ଯାକ ଅଲଗା ଜିନିଷ। ପ୍ରକୃତରେ ତାହା ନୁହେଁ। ହୃଦୟ ମନ ସହିତ ଏତେ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ କାରଣ ମସ୍ତିଷ୍କ ଏବଂ ହୃଦୟ ପରସ୍ପରଠାରୁ ଅତି ନିକଟରେ ଅବସ୍ଥିତ। ସେଥିପାଇଁ ମନରେ ଯେଉଁ ତରଙ୍ଗ ବା ଭାବନା ଆସେ, ତାର ଅଭିବ୍ୟକ୍ତି ମସ୍ତିଷ୍କ ତଥା ହୃଦୟ ଉପରେ ଖୁବ୍ ଶୀଘ୍ର ପଡ଼ିଥାଏ। ସେଥିପାଇଁ ମନ ଭିତରେ ଭାବନା ବା ଆବେଗ ଆସିଥାଏ, ଯାହାକି ହୃଦୟରେ ପ୍ରକଟ ହୋଇଥାଏ।